ତମେ କଣ ଲେଖୁଛ? ଆଜି କଣ ନୃସିଂହ ସାଇ ଆଉ ଇଏ ଭଲ ପିଲା ହେଇଯାଇଛନ୍ତି ଲେଖୁଛନ୍ତି। ହଉ ଏଇଟା କଣ ଦେଖିଲ? ଖେଳିବା? ହଉ ସମସ୍ତେ ଠିଆ ହେଇଗଲ। ଶକ୍ତି ନୃସିଂହ ଠିଆ ହେଇଗଲ। ଠିଆ ହେଇଗଲ। ଏଇଟା କଣ ମୋ ହାତରେ ପାଣି ବୋତଲ। କଣ କରିବା? ଖେଳିବା। ହଉ ଆସ ସବୁ ଲାଇନ ହେଇକି ଠିଆ ହେଇଗଲ। ପ୍ରଥମେ କିଏ ଠିଆ ହବ? ଠିଆ ହବ। ୟା ପଛକୁ ସମସ୍ତେ ଆସ। ହଁ ୟା ପଛକୁ। ଆରେ ଏପଟକୁ ବୁଲ। ଆରେ ସେପଟକୁ ବୁଲ। ହଁ ତାପରେ ତମେ ଠିଆ। ସାଇ ଆସିଲୁ। ସାଇ ଓକେ ଠିଆ ହେଲ। ରୁହ ସାଇ ପାଇଁ ଗୋଟେ ମିନିଟ୍ ୱେଟ୍ କର। ସେ ଲେଖିଦେବେ। ଆଉ ଟିକେ ଛାଡ଼ି ଛାଡ଼ିକି ଠିଆ ହୁଅ। ବଟନ ମୁଁ ଦିଟା ବଟନ ଧରିଛି। ଯେତେବେଳେ ଏଇଟାକୁ ଏମିତି ଅଣେଇବି ତମେ ଏପଟକୁ ଡେଇଁବ। ଯେତେବେଳେ ଏଇଟାକୁ ଏମିତି ଅଣେଇବି ସେପଟକୁ ଡେଇଁବ। ଯେତେବେଳେ ଦିଟାକୁ ସିଧା କରିବି ସିଧା ହେଇକିରି ଠିଆ ହବ। ଲାଇନରେ ଠିଆ ହବ। ଯିଏ ଲାଇନ ବାହାରକୁ ଯିବ ସିଏ ଆଉଟ୍। ଷ୍ଟାର୍ଟ କରିବା। ଓକେ ସିଧା ହେଇକି ଠିଆ ହେଇଛି ସମସ୍ତେ। ଦେଖି ଲାଇନ ସିଧା ଅଛି। ଓକେ କିରେ ଏପଟକୁ ହଉ। ଖେଳିବା ନା ଆଉ ଥରେ? ଏବେ ଜାଣିଗଲ କେମିତି ଖେଳିବା? ଓକେ ଆଉ ଥରେ ଷ୍ଟାର୍ଟ କରିବା। ସିଧା ହେଇକି ଠିଆ ହୁଅ। ଓକେ ଦେଖାଯାଉଛି ସମସ୍ତଙ୍କୁ? ଓକେ ତାହେଲେ ଏପଟଟା କଣ ରହିଲା? ଏପଟଟା ମୋର ସିନା ଡାହାଣ ତମର କଣ? ବାମ। ଏପଟଟା 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 ଡାହାଣ। ଏବେ ଜାଣିପାରିଲ? ଏବେ ମୁଁ ତମକୁ କହୁଛି। ଏବେ ବଟନ ଦେଖେଇବିନି। ମୁଁ କଣ ଡାହାଣ ଆଉ ବାମ କହିବି। ଓକେ ବାମ ପଟକୁ କହିଲେ ବାମ ପଟକୁ ଡେଇଁବ। ତମର ବାମ ପଟକୁ। ଓକେ ଆଉ ଥରେ ଷ୍ଟାର୍ଟ କର।